ଆପଣ କହିବା ଚନ୍ଦନ ଯାତ୍ରା ଏକ ପାରିଥାନ୍ତା ନାହିଁ। ଅକ୍ଷୟ ତୃତୀୟା ଏକ ମହାନ ଦିନ, ଯେଉଁଦିନ କେତେ ଗୁଡ଼ିଏ ଶୁଭକ୍ଷ ପାତ୍ର ପ୍ରଦାନ କରିଥିଲେ ଦ୍ରୌପଦୀଙ୍କୁ। ତ ମହାନ ଦିନରେ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଆମର ମାଆଙ୍କର ଦୈନନ୍ଦିନ 21 ଦିନ ବ୍ୟାପୀ ମାଆଙ୍କ ସର୍ବାଙ୍ଗରେ ଲେପ କରାଯାଏ। ଏବେ ଆଉ ଚାପ ଖେଳିବାକୁ ବାହାରକୁ ଯାଆନ୍ତି। ଘଣ୍ଟା ଘଣ୍ଟା କାହାଳିକୁ ଆମର ସହ ସେମାନେ ଏଥିରେ ଗଲେଣି କେତେ ପିଢ଼ି ଧରି। ଆମେ ବର୍ତ୍ତମାନ ପୀଠ ଗୋଟେ ପ୍ରାଚୀନ ପୀଠ, ଆଉ ଏହା କେବଳ ଯାତ୍ରୀର ଯେଉଁ ଯେଉଁ ସବୁ ଗଡ଼ ଥିଲା, ଧର କୁଜଙ୍ଗଗଡ଼, ହରିଶଗଡ଼, ଏ ପାଖରେ ବାଲିକୁଦା ଆଉ ଦଶହରା ସେବକ, ଯେଉଁମାନେ ଠାକୁରାଣୀଙ୍କର ଅଙ୍ଗ ଲାଗି ପୂଜା ସେବା ଯେଉଁମାନେ ଯାତ୍ରୀ ଆସନ୍ତି, ସେଇମାନଙ୍କ ଆୟରୁ ସେ ଦଶଘର ପଣ୍ଡା ଆଉ ଦଶଘର ରାଉଳ ସେହି ସମୟରେ ଏକ୍ଜାକ୍ଟଲି ଠାକୁରାଣୀଙ୍କ ନୀତିଗତି ସବୁଯାକ ନୀତିଗତି ପଣ୍ଡାମାନେ କରୁଥିଲେ। ଏମାନେ ଯାଆନ୍ତି ବା ଗାଁକୁ ଯାଆନ୍ତି, ସେ ଯାତ୍ରୀମାନେ ଯେତେବେଳେ ପୀଠକୁ ଆସନ୍ତି ସେ ଗତ କିଛି ବର୍ଷ ଧରି 5-7 ବର୍ଷ ଧରିକିରି ପୁରୀ ଜିଲ୍ଲାରୁ କିଛି କଟକ ଜିଲ୍ଲାର ଗୋଟେ ବ୍ଲକକୁ ଛାଡ଼ିଦେଲା ପରେ ଆଉ ସବୁ ଯାକୁ ଆମେ ଧନ୍ୟବାଦ ଦେବୁ। ଆଜି ଆନୁଷ୍ଠାନିକ ଭାବରେ ଆଡ଼ିସନାଲ୍ ଆସିଲା, ଫାଣ୍ଡି, ପୋଲିସ, ଆଡ଼ମିନିଷ୍ଟ୍ରେସନ୍, କଲେକ୍ଟର, ଏମିତି ବହୁତ ଦରଖାସ୍ତ ଆ ଭିତରେ ଦିଆହେଇଛି। ବହୁତ बाहर जातु प्रसाद पाइबे गोटे लोक जात्री गोटे